ଆଜ୍ଞା ଅନମ୍ୟୁଟ୍ କରିବେ। ଆମେ ଓଡ଼ିଶାରେ ଯଦି ରହିଥାନ୍ତେ ଆପଣମାନଙ୍କୁ ଆମର ବିଭାଗ ବିଶେଷ କରି ଆମେ ନିମନ୍ତ୍ରଣ କରିଥାନ୍ତୁ। ଏବେ ବି କରିଥିବାର ସମ୍ଭାବନା ଅଛି ଯେ ଆପଣମାନଙ୍କୁ ଏତେ ଦୂର ବହୁତ ଲମ୍ବା ଯାତ୍ରା ଅଛି ଆଉ ଆୟୋଜନ କରିବାର କିଛି ଡାକିଲେ ଭଲ ଭାବେ ସବୁ କିଛି ହସ୍ପିଟାଲିଟି କରିବା ଉଚିତ। ସେ ଉଦ୍ଦେଶ୍ୟରେ ଆମେ ଆପଣମାନଙ୍କୁ ନିମନ୍ତ୍ରଣ କରିପାରିଲୁ। ଚେଷ୍ଟା କରିବା ଆଉ ଗୋଟେ ସାନ ପୁଅର ମ୍ୟାରେଜ ସମସ୍ତଙ୍କୁ ନିମନ୍ତ୍ରଣ କରିବି ସେ ଆଗରୁ ପ୍ଲାନ୍ କରିକି ଆପଣମାନଙ୍କୁ ଜଣାଇବି। ଧନ୍ୟବାଦ ଆପଣ ସମସ୍ତେ ପ୍ରାର୍ଥନା କରିଥିବାରୁ ସେଇଦିନ ବହୁତ ମଙ୍ଗଳ ସ୍ୱରୂପ ପ୍ରଭୁଙ୍କର ଅନୁଗ୍ରହରେ କିଛି ବି ଅଭାବ ନଥାଏ, ସବୁ କିଛି ସମ୍ପୂର୍ଣ୍ଣ ଭାବେ ଏଇଥିରେ ତଥାପି ଆପଣ ମାନଙ୍କର ତରଫରୁ ଜେନା ସାର୍ ଆଉ ସେ ସେକେଣ୍ଡ ରିସେପସନ ଯେଟା ଚେନ୍ନାଇରେ ଥିଲା ସେଥିରେ ଅଂଶଗ୍ରହଣ କରୁଥିଲେ ବିଶେଷ କରି ତାଙ୍କର ପରିଶ୍ରମ ମଧ୍ୟ ଧନ୍ୟବାଦ ଜ୍ଞାପନ କରେ। ଆସନ୍ତୁ ଆମେ ଆଜିର ପାଠଟା ଆରମ୍ଭ କରିବା। ଆମେ ଟାଇପ ଅଫ ସେରେମନି ବିଷୟରେ ଆମେ ଚିନ୍ତା କରିଥିଲୁ ବା ଶିକ୍ଷା ପ୍ରାପ୍ତ ହେଇଥିଲୁ। ଆମେ ଟେକ୍ସଟାଇଲ ସେରେମନି କେମିତି ପ୍ରସ୍ତୁତ କରିବା ଏହା ସମାପ୍ତ କରୁଛୁ। ଆଉ ଟପିକାଲ ସେରେମନି କେମିତି ପ୍ରସ୍ତୁତ କରିବା ତାର ଅର୍ଥ ଆଉ କେମିତି ଏହାକୁ ପ୍ରିପେୟାର କରିବା ନୂଆ ନୂଆ ଟାଇପ ଆମେ ସବୁ କିଛି ଶିଖିଲୁ। ଗୋଟେ ଟାଇପ ଅଫ ସେରେମନିରେ ଗୋଟେ ବିଷୟ ବାକି ଥିଲା ତାହା ହଉଛି ଏକ୍ସପୋସିଟରୀ ସେରେମନି। ଏକ୍ସପୋସିଟରୀ ସେରେମନି। ଆପଣ ଗୁଗଲ ଯଦି ସର୍ଚ୍ଚ କରିବେ ଡିକ୍ସନାରୀ ମାଧ୍ୟମରେ ଏକ୍ସପୋଜ ଯାହାର ଅର୍ଥ ହଉଛି ଯାହା ହିଡେନ୍ ଟ୍ରୁଥ ଯାହା ହଉଛି ତାକୁ ପ୍ରକାଶ କରିବା। ପଢି ଦେଇଛି ଯାହା to show something that is usually hidden, to tell something that has been kept secret. ଯାହା ଲୁଚିତ ଭାବେ ପୁରାପୁରି ଯାହା ପ୍ରକାଶିତ ହେଇନି ଯାହାକୁ ପ୍ରକାଶ କରିବା। ପୁରାପୁରି ତା ଲୋକ ବୁଝି ନାହାନ୍ତି ଜାଣି ପାରୁନାହାନ୍ତି ସେ ବିଷୟକୁ ଆମେ ଜାଣିବା ପ୍ରକାଶ କରିବା। ସେ ଅର୍ଥରେ ହିଁ ଅଛି ସେ ଏକ୍ସପୋସିଟରି ସେରେମନି ବି ସେ ଟାଇପର ଅଛି। ଆମେ ଅଧିକ ସମୟ ବିତାଇବାକୁ ପଡିବ। ବାଇବଲର ନିଗୂଢତ୍ୱ ପ୍ରତ୍ୟେକ ପଦର ଅର୍ଥ ଜାଣିବାକୁ ପଡିବ। ଆମେ କମାଣ୍ଡରିଜ ଯେତେ ଅଛି ସବୁ କିଛି ରେଫର କରିବାକୁ ପଡିବ। ଆମେ ସମସ୍ତେ ଭାଗ୍ୟବାନ ଅଟୁ କାହିଁକି ଆମ ଏବେ ବାଇବଲ ସୋସାଇଟି ତରଫରୁ ଗୋଟେ ଓଡିଆରେ ଗୋଟେ ବହୁତ ଭଲ କମେଣ୍ଟରୀ ଗୋଟେ ବାହାର କରିଲେ ବଟ୍ 10 years ହେଇଗଲା। ବର୍ତ୍ତମାନ ତାର ଦାମ 12,000 ଥାଇପାରେ ଆପଣ ନିହାତି ସେଟା କିଣିଲେ ବହୁତ ଭଲ ଅଛି। ମୁଁ ବି ଏଟା ରେଫର କରୁଛି। 1100 ନା 1300 ଥିଲା ଯେତେ ଥିଲେ ବି ଏବେ 3,000 ଥିଲେ ମଧ୍ୟ ଆପଣ କିଣିବାଟା ବାଧ୍ୟ କିଣନ୍ତୁ ବହୁତ ଭଲ ଅଛି। ଆଉ କେତେ ଡିକ୍ସନାରୀ ବାଇବଲର କେତେ ବିଷୟକୁ ଟିକେ ଅଧିକ ସମୟ ଦେଲେ ହିଁ ଆମେ ଏକ୍ସପୋସିଟରି ସେରେମନି ବା ଗୋଟେ ଉତ୍ତମ ରୂପେ ଉପସ୍ଥାପନ କରିପାରିବେ। ଯେତେବେଳେ ଆମେ ବାଇବଲ କଲେଜ ମାଧ୍ୟମରେ ଶିକ୍ଷା ପ୍ରାପ୍ତ ହେଲୁ ଯେତେବେଳେ ଆମେ ସମସ୍ତେ ଗୋଟେ ଥିଓଲୋଜି ନେଲୁ ସେତେବେଳକୁ ଆମମାନଙ୍କର ଶିଖାଇବା ଶୈଳୀ ଷ୍ଟାଣ୍ଡାର୍ଡ ଟିକେ ଅଧିକା ଥିବାର ଅଛି। ଆସ ଥିଓଲୋଜିଆନ ଆମେ ସମସ୍ତେ ଆପଣମାନଙ୍କୁ ରେକମେଣ୍ଡ କରୁଛି ପ୍ରତ୍ୟେକ ସମ୍ଭବ ଆମେ ଆପଣ ଏ ପ୍ରକାର ଏକ୍ସପୋସିଟରି ମାଧ୍ୟମରେ ବାକ୍ୟ ପ୍ରକାଶ କରିବା ନିମନ୍ତେ ଚେଷ୍ଟା କରୁ। ନିଷ୍ପତ୍ତି ନିଅନ୍ତୁ ବା ମଣ୍ଡଳୀକୁ এই ମାଧ୍ୟମରେ ଆମେ ଶିକ୍ଷା ପ୍ରଦାନ କରୁ। ଆମେ ଉଦାହରଣ ସ୍ୱରୂପ ଆମେ ଶିଖିଲେ ଆପଣ ଏହାର ସବୁ ବିଷୟରେ ଜାଣିପାରିବେ। ठीक है फुल स्क्रीन कर लगता है।
ओके मैं एक्सपोसिटरी सेगमेंट रो गोटे डेफिनेशन मिलती बाहर करलु ताहा हमें जेतेबेले टाइप ऑफ सेगमेंट विषय हम चिंता करथु सेतेबेले भी हम आपण मन एटा उपस्थापन करथि एक निर्दिष्ट शास्त्रांश अध्याय बा पुस्तक उपरे अनुसंधान करी सेथिरो लेखकर उद्देश्य प्रकृत अर्थ बा परिस्थिति ऐतिहासिक पृष्ठभूमि ज्ञान सह संवाद बाहर करला यार पूरा सारांश ये लिखा होछि आपण मन सुविधा जानि पारे जाको मु हाइलाइट करकरी ओनियो कलर रे डिजाइन करछि से सेरा गुरुत्व देई आपण देखत जेकोसी शास्त्रांश आपण पाठ बाछिले मध्य जेकोसी अध्याय को मंडित कला से लेखकर उद्देश्य के उद्देश्य रे से लेखक लिखले या हम कोन करबा पड़ो गुरुत्व देबा पड़ो लेखक उद्देश्य प्रकृत अर्थ बा सेतिर प्रकृत परिस्थिति बा ऐतिहासिक पृष्ठभूमि या समय लक्ष्य करबा पड़ो ता सुविधा रे पाई पारिबे नाही लेखकर उद्देश्य को जानिबा निमंते अपन टिके बहुत परिश्रम करबा पड़ो एटलिस्ट प्रथमे से जो पुस्तक आपण संवाद बाहर करबा चेष्टा करूछथि से पुस्तक इंट्रोडक्शन टा फर्स्ट ध्यान देबा पड़ो प्रत्येक कमेंटरी लिखाई केतरा बाइबल रे मध्य से पुस्तक इंट्रोडक्शन उपक्रम दिया जाइथिबो याका हम लक्ष्य कले जानि परबो से लेखक केउ समय रे केउ उद्देश्य रे मेन उद्देश्य कोन तला ये पत्रिका के ये पुस्तक बा ए सब किछि लिखिबार पूरा पुस्तक लिखिबार ये उद्देश्य भी लिखा जाय तेनकर आपण माने जेते बेलकू मेसेज प्रिपेयर करबे आपण मानक सहित निहादी बाइबल एवं जे कोनोसी रेफरेंस और से कमेंटरी आपण पकेतिबा निहादी प्रत्येक शास्त्रांश मध्य किसी ना किसी उपदेश देवा पे लिखा जाय लिखिबार किसी ना किसी कारण थिबो गोटे समस्या को समाधान करबा निमित्ते गोटे प्रश्नर उत्तर देबा निमित्ते लोक मान उत्साहित करबा निमित्ते लोक मान को आदेश देबा निमित्ते आकर्षण करबा निमित्ते केतेटी कारण हेतु उद्देश्य जो लेखक पाउल और पीटर और जोस सॉरी मोसेस एजरा जे लिखन 40 लेखक एठी अछन पूरा बाइबल रे से माने लिखिबार मुख्य कारण लिखिबार मुख्य उद्देश्य को हम कोन करबा पड़ो किछि गुरुत्व देबा पड़ो निश्चित भाई अपन तोरे तु करे चेष्टा करले जानि पारबे अपन कष्ट कर विषय नाही से शास्त्रांश को तोरे तु तोर तीर तोर पढ़ला वाला निश्चय अपन माने सुविधा पाई पारबे है कष्ट कर विषय नहीं निज अनुभूति रो कहूची आपण माने भी जानि थिबे ए प्रकृत अर्थ गोटे पद रो गोटे पदर अर्थ केते जगह विभिन्न एबे देखो आपण मन सब जानिथिबा वाक्य जवन 3:16 ईश्वर जगत गेडे प्रेम कले एटी जो जगत जुग बोली साउंड आछि तार अर्थ भिन्न एटा लोक मानक मानव संतान को कह जाए पूरा क्या में इंग्राजी वर्ल्ड बोली कहूची से विषय का हमें ऑलरेडी जान शिक्षा दरकार उद्देश्य रहा हम काम पढ़ुची हाँ एरा कौन लिखा होची ईश्वर जगत गेडे प्रेम करले एହାର निवृत्त अर्थ कौन ईश्वर मानव संतान को प्रेम करले इति तापरे से लेखक जगण आ प्रथम जगण 2:15 लेखा बेलू तुम जगत को प्रेम करो नहीं यार यार अर्थ कौन जागतिक विषय आत्मिक विषय जोड़ा जागतिक विषय को कौन करो ने प्रेम कर ए मानव जाति की प्रेम करने बोले कहि पारबे जगत को प्रेम करने बोले एटा कौन लिखा जाय अर्थ चेंज हो जाउछि आपण से पूर्व आगो
ଆଗର ବାକ୍ୟ ପଢିଲା ବେଳକୁ ଖୁବ ସୁବିଧାରେ ଜାଣିପାରିବେ। ଧ୍ୟାନ ରଖନ୍ତୁ ଯେତେବେଳକୁ ସମ୍ବାଦ ପ୍ରିପେୟାର କରିବେ, ଯେତେବେଳେ ମେସେଜ ପ୍ରିପେୟାର କରିବେ, ଆମେ ଲେଖକ କେଉଁ ଉଦ୍ଦେଶ୍ୟରେ ଏହା ଲେଖିଛନ୍ତି ବା ଲେଖିବାକୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି, ଯାହାକୁ ଜାଣିବା ପାଇଁ ଚିନ୍ତା ଧାରଣା ଯଦି ମନେ ଥାଏ ଆପଣଙ୍କ ସୁବିଧାରେ ଯାଇପାରେ। ପ୍ରକୃତ ଅର୍ଥ ବି ଯୋଉ ପଦ ଦିଆଯାଇଛି ସେଥିର ନିଉଡତ୍ଵ ଅର୍ଥ ଆମେ ଯାହା ଡିକ୍ସନାରୀ ମିନିଂ ଅଲଗା ଥିବ, ସେ ବାଇବଲର ଲେଖା ହେଇଥିବା ଉଦ୍ଦେଶ୍ୟରେ ସେ ଅର୍ଥଟା ଅଲଗା ଥିବ। ୟାକୁ ଆମେ ଚିହ୍ନଟ କରିବାକୁ ଜାଣିବା ପାଇଁ ଚେଷ୍ଟା କରିବାକୁ ପଡିବ। ତାପରେ ହିଷ୍ଟାରିକାଲ ବ୍ୟାକଗ୍ରାଉଣ୍ଡ, ଇତିହାସ ଐତିହାସିକ ପୃଷ୍ଠଭୂମି ଦେଖିଲା ବେଳକୁ ଆପଣ ନିଶ୍ଚୟ ସେ ସମ୍ପର୍କରେ ଆମେ ତ ବହୁତ ବର୍ଷ ଧରି ପ୍ରଭୁଙ୍କୁ ସେବା କରି ଆସୁଛନ୍ତି, ପ୍ରାୟ ଗୋଟେ ବାକ୍ୟକୁ ପଢିଲା ବେଳକୁ ପ୍ରାୟ 50% ଜାଣିଥିବେ କୋଉ ପରିସ୍ଥିତିରେ ଏହାର କାରଣ କଣ, ପୁରା ପୁରା ତାର ସେ ଗାଁର ବିଷୟରେ, ସେ ଲୋକର ବିଷୟରେ, ସେ ସମସ୍ୟା ବିଷୟରେ, ବା ସେଟା ସବୁ କିଛି ସେ ବ୍ୟାକରଣ ଟା ଅଧିକାଂଶ ଜାଣିଥିବେ। ତଥାପି ଜାଣିଛି ବା ମୁଁ ଜାଣିଥିଲି ଭଳି ପାଇବା ଅପେକ୍ଷା ଆହୁରି ଜାଣିବାର ଅଛି, ଆଉ ଟିକେ ଅଧିକ ଜାଣିବି, ସେ ଉଦ୍ଦେଶ୍ୟରେ ଆପଣଙ୍କ ପାଖରେ ଯୋଉ ଅଛି ଜିନିଷ ଅଛି, ଯୋଉ ପ୍ରକାର ରିସୋର୍ସ ଆପଣ ରଖୁଛନ୍ତି ତାকে ବ୍ୟବହାର କରି ଚେଷ୍ଟା କର। କହିବାର କାରଣ ହଉଛି ଗୋଟେ ମେସେଜ ପ୍ରିପେୟାର କରିବା ପାଇଁ ଯଥେଷ୍ଟ ସମୟ ଆପଣଙ୍କୁ ଦେବାକୁ ପଡିବ। ପ୍ରିପାରେସନ ଇଜ also a part of your ministry। ଆମେ ଖାଲି ବୁଲାବୁଲି କରିବା ମାତ୍ର ନୁହେଁ ବା ଗୀତ ଗାନ କରିବାକୁ ମାତ୍ର ନୁହେଁ, ପ୍ରଭୁଙ୍କର ଉପସ୍ଥିତିରେ ପ୍ରାର୍ଥନା ସହ ପ୍ରଭୁ ତମେ ଶିଖାଅ, ଶିଖାଇବା ନିମନ୍ତେ ବୋଲି ଆମେ ସମୟ ଦେବେ। ଯେତିକି ଅଧିକ ସମୟ ଦେବେ ତାହା ସବୁ ଆପଣଙ୍କର ଆତ୍ମିକ ଜୀବନ ପାଇଁ ବହୁତ ଇନଭେଷ୍ଟମେଣ୍ଟ। ଯେତିକି ଅଧିକ ଆପଣ ବାଇବଲ ଧ୍ୟାନ କରିବା ପାଇଁ ସମୟ ଦେବେ, ଏବେ ଆପଣ ମଣ୍ଡଳୀ ପାଇଁ ମଧ୍ୟ କଣ କରୁଛନ୍ତି, ଯାହାକୁ ଇନଭେଷ୍ଟ କରୁଛନ୍ତି, ଇଟ୍ସ ନଟ୍ ଆ ୱେଷ୍ଟ ଅଫ ଟାଇମ। ତାକୁ ମନେ ରଖନ୍ତୁ, ବହୁତ ସମୟ ଦିଅନ୍ତୁ, ସିଷ୍ଟମାଟିକଲି ସମୟ ଦିଅନ୍ତୁ। ଆଉ କେବେ ଶନିବାର ଦିନ ରବିବାର ଦିନ ପ୍ରାୟ ଆମେ ନିହାତି ଗୋଟେ ଟପିକ ଉପରେ କଣ କରିବାକୁ ପଡିବ, ପ୍ରିପେୟାର କରିବାକୁ ପଡିବ, କରିବା ଏଟା ବାକ୍ୟ ପ୍ରଦାନ କରିବାକୁ, ସେ ଶିକ୍ଷା ଦେବାକୁ ପଡିବ। ପ୍ରାକ୍ଟିକାଲି କଣ କହୁଛନ୍ତି, ଏକାଥର ଶନିବାର ଦିନ ରାତି 12ଟା ପରେ ବସିବା ଅପେକ୍ଷା ସୋମବାର ଦିନଠୁ ଆରମ୍ଭ କରିବାର ଅଛି। ଆସନ୍ତା ସୋମବାର ଦିନରେ ନେକ୍ସଟ ସପ୍ତାହର ଟପିକ ଟିକେ ରିଲେଟେଡ ଟପିକ ଆସିଲେ सोमवार दिन आपने प्रिपेयर करबा पड़ो, कोन कहबा एटलीस्ट सोमवार दिन मंगलवार दिन आपने टेक्स्ट कोन करबा पड़ो, ए टेक्स्ट ये शास्त्रांग ऊपर ये टॉपिक ऊपर प्रचार करबा के या आपण कोन करबा पड़ो, कन्फर्म करबा पड़ो। तापरे आपण सोयबा पूर्वरु पड़ दिला बेलू अपने धीरे धीरे ऑटोमेटिकली चिंता करबा आरंभ करबे, या को हमें को विषय गुरुत्व देबा, मंडल समस्या सहित या जमी जड़ित करवा, यह सब ऑटोमेटिकली आपण मानक आसूची। धीरे धीरे एका माड़े 4 घंटा 5 घंटा बस अपेक्षा धीरे धीरे गोटे सिस्टमेटिक भितर आसीगले आपण मानक ए प्रकार एक्सपोजिटरी सेगमेंट प्रिपेयर करबार किछि कष्टकर विषय प्रैक्टिकली प्रत्येक सोमवार आरंभ करतु, शनिवार पूर्व कन्फर्म मेसेज आउटलाइन आपण पाखे उचित, रविवार दिन आराधना जीवा पूर्व प्रार्थना सब आपरे आम केते प्रिपेयर कले आमको परिस्थिति तो लगे ना, प्रिपेयर करू करू नुआ नुआ विषय बाहर संभावना अच्छी, किंतु आत्मा परमेश्वर साहाय्य करेंगे ठीक रूपे उपस्थान करने निमंते। ठीक लेखकर उद्देश्य बा क्यों कारण हेतु लिखले एटलिस्ट गोटे विषय को मन पका चाहे सर एटा प्रथम कर बाइबल सेकंड को प्रथम कर दिया 12 करेक्शन, ओके इज नॉट सेकंड कर दिया, प्रथम कर दिया 12 पर्व से पूरा 31 का पद अच्छी लेखा से तो जानी पारे तो बाइबल न खोल कह यार विषय वस्तु कौन आत्मिक दान उपरे पौल एटारे लिखुछन, लेखकर उद्देश्य कौन
से विषय ଆପଣ ଚିନ୍ତା ଯଦି କରିବେ ଥରେ ହେଲେ ପାଠ କରିବେ ଏଇ ଶାସ୍ତ୍ରାଂଶ ଏଇ ଅଧ୍ୟାୟ ଲେଖିବା ସମୟରେ ପ୍ରେରିତ ପାଉଲଙ୍କର ପ୍ରକୃତ ଲକ୍ଷ୍ୟ କଣ ଥିଲା ଏ ପ୍ରଶ୍ନ ସହ ଯଦି ପାଠ କରିବେ ଆପଣ ଜାଣିପାରିବେ ପ୍ରାୟ ଏଇ ଶାସ୍ତ୍ରାଙ୍କକୁ ନେଇ ଆମେ କେଉଁ ବିଷୟକୁ ଲକ୍ଷ୍ୟ କରିବୁ ଆତ୍ମିକ ଦାନ କେତେଟି ଅଛି ସେ ଦାନ ଗୁଡାକ ମୋ ପାଖରେ ଅଛି କି ବା ଅନ୍ୟମାନଙ୍କ ପାଖରେ ଅଛି କି ଏ ଦାନ ଆତ୍ମିକ ଦାନ ସବୁ ପାଇବା ନିମନ୍ତେ ଆମେ ବହୁତ ଚେଷ୍ଟା କରୁଛୁ ବର୍ଷ 30 ବର୍ଷ 40 ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରୁ ଏ ପର୍ଯ୍ୟନ୍ତ ସବୁ କିଛି ପାଇନାହିଁ ବୋଲି ଅପରିତୃତ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଆମେ ଅନେକ ଥର ସାକ୍ଷାତ ଆପଣ ପାଠ କଲେ ପ୍ରେରିତ ପೌଲ ଲେଖିବାର ଉଦ୍ଦେଶ୍ୟ ପ୍ରକୃତରେ ଭିନ୍ନ ଥିଲା ଆତ୍ମିକ ଦାନ ଯାହା ଆମେ ବାଇବେଲ ବେଳେ ଏଠି 9ଟା ବିଷୟ ଲେଖା ଅଛି କେବଳ ଏଇ 9ଟା ନୁହେଁ ବହୁତ ଅଛି ପ୍ରେରିତ ପೌଲ ରୋମିଓ ପୁସ୍ତକ ରୋମିଓ 12 ପର୍ବରେ କେତେଟା ବିଷୟ ଜଣାଉଛନ୍ତି ଦେଖିଲା ବେଳକୁ more than 50 ଅଛି ଆତ୍ମିକ ଦାନ ସବୁ କିଛି ପାଇବା ପାଇଁ ଚେଷ୍ଟା କରିବା, ସବୁ କିଛି ପାଇବା ପାଇଁ ଆମେ ପାଇ ଆଗକୁ ଯିବା ସେଥିରେ କିଛି ଭୁଲ ନାହିଁ ମୁଁ ଦୁଇଟା ପ୍ରଶ୍ନ ପଚାରିବି ଆପଣ ସେ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ପ୍ରଥମ କରିଦିଅ 12 1ରୁ 27 ଯଦି ପାଠ କରିବା ସେଠି ପ୍ରଭୁଙ୍କୁ ଲେଖକର ଉଦ୍ଦେଶ୍ୟ ଆତ୍ମିକ ଦାନକୁ ଲିଷ୍ଟଡ କରିବା କି ଏକତାକୁ ଗୁରୁତ୍ୱ ଦେବା ଏଟା ଆପଣ ଟିକେ ଚିନ୍ତା କରି କୁହନ୍ତୁ ଏଟା ଆପଣଙ୍କର ମନ ପସନ୍ଦ ଟେକ୍ସଟ ଆଉ ସମସ୍ତେ ଜାଣିଥିବା ସଣ୍ଡେ ସ୍କୁଲରୁ ଯୁବତୀ ମାନଙ୍କର ପାଖକୁ ସବୁ ମିଟିଂରେ ଆମେ ଜାଣିଥିବୁ ସେମିନାର ଆଉ ସବୁ କିଛିରେ ଏଇଟା ତ ଆମେ ଅଧିକ ଥର ଶୁଣିଥିବୁ ଆମେ ପ୍ରଚାର କରୁ ଲେଖକର ଉଦ୍ଦେଶ୍ୟ ଆତ୍ମିକ ଦାନକୁ ଲିଷ୍ଟଡ କରିବା କି ଏକତାକୁ ଗୁରୁତ୍ୱ ଦେବା ଆପଣ ମାନେ ଉତ୍ତର ଦିଅନ୍ତୁ ସେ ବାରମ୍ବାର ଗୋଟେ ପଦ ଆସିଥିବ ଏକ ଆତ୍ମାରେ ସେଇ ଆତ୍ମାରେ ପ୍ରଶ୍ନଟା ଜାଣିପାରିଲେ ନାଇଁ ନା ବୁଝିପାରିଲେ ନାଇଁ ବୁଝିହେଲାନି ସାର୍ ଆଉ ଟିକେ କୁହନ୍ତୁ ପ୍ରଥମ କରିଦିଅ ଏତେ ସବୁ ଆପଣ ଜାଣିଥିବା ଗୋଟେ ଶାସ୍ତ୍ରାଂଶ ପ୍ରଥମ କରିଦିଅ 12 ପର୍ବ ସେଠି ଆତ୍ମିକ ଦାନ କେତେ ବୋଲିକିରି କିଛି 9ଟା ଆତ୍ମିକ ଦାନ କିଛି ଲେଖା ହଉଛି ଏହା ଆମେ ଜାଣିଛୁ ହେଲେ ମୋର ପ୍ରଶ୍ନ ହଉଛି ଆମେ ଏକ୍ସପୋଜିଟୋରୀ ସେରମନ ପ୍ରିପେୟାର କରିବା ମାଧ୍ୟମରେ ଲେଖକର ଉଦ୍ଦେଶ୍ୟକୁ ଜାଣିବାକୁ ପଡିବ କେଉଁ ଉଦ୍ଦେଶ୍ୟ ନେଇ ଏଟା ଲେଖିଛନ୍ତି ଏଠି ପ୍ରେରିତ ପೌଲ ସେ ପ୍ରଥମ କରିଦିଅ 12 ପର୍ବ ଲେଖିବାର ଉଦ୍ଦେଶ୍ୟ କେତେଟି ଆତ୍ମିକ ଦାନ ଅଛି ତାହାର ଲମ୍ବା ତାଲିକା ଦେବା ନିମନ୍ତେ ଲେଖିଲା କି ଏତେ ଦାନ ପ୍ରାପ୍ତ ହେଲା ପରେ ମଧ୍ୟ ଆମେ ସମସ୍ତେ ଏକତାକୁ ସୁରକ୍ଷା କରିବା ସେ ଉଦ୍ଦେଶ୍ୟରେ ଲେଖିଲେ କେଉଁ ବିଷୟକୁ ଗୁରୁତ୍ୱ ଦେଲେ ଏଟା ଉଦ୍ଦେଶ୍ୟ ଦେଲେ ଆଜ୍ଞା ଏକ ଶରୀର ଅନେକ ଅଙ୍ଗ ପ୍ରତ୍ୟଙ୍ଗ ଆମେ ଏକ ଶରୀର ଆଉ ଅଙ୍ଗ ପ୍ରତ୍ୟଙ୍ଗ ଏକ ଅନେକ ଶରୀର ଅନେକ ଅଙ୍ଗ ପ୍ରତ୍ୟଙ୍ଗ ଆଜ୍ଞା ଶେଷ 31 ପଦ ପାଠ କଲେ କହୁଛନ୍ତି ଆତ୍ମିକ ଦାନ ଏହା ମାତ୍ର ନୁହେଁ ଆହୁରି କେତେଟି ଅଛି କହିଲେ ମୁଁ ଆପଣମାନଙ୍କୁ ଏହାକୁ ବୁଝାଏ ବୋଲିକିରି ସେ ବାକ୍ୟଟା ସମାପ୍ତ ହେଇଥିବ ଏଠି ଆମେ ସମସ୍ତେ ଏତିକି ଆତ୍ମିକ ଦାନ ହେଲା ପରେ ମଧ୍ୟ ଆମେ ଆମେ ଏ ଖ୍ରୀଷ୍ଟଙ୍କ ଠାରେ ଆମେ ଆମେ ଭିନ୍ନ ଭିନ୍ନ ହେବାର ଆବଶ୍ୟକତା ନାହିଁ ମୁଁ ବଡ ମୁଁ ସାନ ଏ ପର କଥା ହବାର ଆବଶ୍ୟକତା ନାହିଁ ମୁଁ ଯାହା ମୋର ଅନୁମାନ ମୁଁ ଯାହା ଅନୁମାନ କରୁଛି କେତେ କମେଣ୍ଟରେ ବି ରେଫର କରୁଛି ସେଠି ଲେଖକର ମୂଳ ଉଦ୍ଦେଶ୍ୟ ମଣ୍ଡଳୀ ଭିତରେ ସେମାନେ ଏକତାକୁ ସୁରକ୍ଷା କରି ରହିବା ଉଦ୍ଦେଶ୍ୟରେ ଏଟା ଲେଖା ଅଛି ଆପଣ ପରେ ଥରେ ଏଟାକୁ ଘରେ ଯାଇକି ପାଠ କରନ୍ତୁ ଲମ୍ବା
ପଦ ଅଛି 31ଟା ପଦ ଅଛି ଧୀରେ ପାଠ କରି ଦେଖନ୍ତୁ ଏତିକି ଆତ୍ମିକ ଦାନ ଦେଲେ ମଧ୍ୟ ଏକ ପରମେଶ୍ୱରଙ୍କ ଦ୍ୱାରା ପାଇଛୁ ଏତେ ଶକ୍ତିଶାଳ କାର୍ଯ୍ୟ କଲେ ମଧ୍ୟ ଏକ ଆତ୍ମା ରୂପେ ଆମେ ଆତ୍ମାଙ୍କ ଦ୍ୱାରା ଆମେ ପାଇଛୁ ତେଣୁକରି ଆମେ ଏକ ଆମେ କୃଷ୍ଣଙ୍କର ଏକ ଶରୀରର ଆମେ କୃଷ୍ଣଙ୍କର ଶରୀର ଏକ ଅଙ୍କ ପ୍ରତ୍ୟଙ୍ଗ ଏଟାକୁ ମୂଳ ଉଦ୍ଦେଶ୍ୟକୁ ଆମେ ଯଦି ଜାଣିବା ନାହିଁ ଆମେ ଏକ୍ସପୋଜ କରିବା ଯାହା ପାଇଁ ଏକ୍ସପୋଜ କରିବା ଉଚିତ ତାହା ଛାଡ଼ିକରି ଅନ୍ୟ ବିଷୟକୁ ଏକ୍ସପୋଜ କରିବାର ସମ୍ଭାବନା ବି ଅଛି କେହି ବି ଏ ବିଷୟ ନେଇକି ଏକତା ବିଷୟରେ କଥା ହେବା ପରିବର୍ତ୍ତେ ସମସ୍ତେ ଆତ୍ମିକ ଦାନ ଯେତେ ଅଛି ବୋଲି ଲିଷ୍ଟ ଆଉଟ୍ କରିବା ପାକା ଏଇ ବିଷୟକୁ ପ୍ରାୟ ବ୍ୟବହାର କରୁଛନ୍ତି ଠିକ ଅଛି ସେପର ଆଉ ଗୋଟେ ବିଷୟ ଫିଲିପିଓ 4:13 ସେଠି ଗୋଟେ ପଦ ଏ ପ୍ରକାର ଅଛି ମୋର ଶକ୍ତି ଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ ସେଟା ଗୋଟେ ବାକ୍ୟ ଆମେ ସମସ୍ତେ ବ୍ୟବହାର କରିବେ କେତେ ପ୍ରତିକ୍ରିୟା ପଦରେ ଏ ବାକ୍ୟଟା ଦେଖିଛୁ ଆପଣ ଦେଖିଥିବେ ସମସ୍ତଙ୍କର ମନ ପସନ୍ଦ ବାକ୍ୟ ସେଠି ଏଠି ବି ତାର ଲକ୍ଷ୍ୟ ବା ପାଉଲ ଲେଖିବାର ଲକ୍ଷ୍ୟ କଣ ଥିଲା ବା ଶକ୍ତି ଦାଦାଙ୍କର ସାହାଯ୍ୟରେ ମୁଁ ସବୁ କିଛି କରିପାରେ ମୁଁ ବି ପ୍ରଭୁଙ୍କର ମୋର ଶକ୍ତି ଦାଦାଙ୍କ ଠାରୁ ମୁଁ ଶକ୍ତି ପ୍ରାପ୍ତ ହେବି କଣ କରିବା ପାଇଁ ପ୍ରଭୁଙ୍କ ସେବାରେ ସେ ସମସ୍ତ ପରିସ୍ଥିତିରେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ସେ ପ୍ରଭୁଙ୍କ ସେବାରେ ଅଟଳ ରହିବା ନିମନ୍ତେ ଦେଖି ରହିବା ପାଇଁ ଠିକ କହିଲେ ଏବେ 4 ପଦରେ 4 ପର୍ବ 10 ପଦରୁ 14 ପଦ ପର୍ଯ୍ୟନ୍ତ ଆମେ ତାର ଉଦ୍ଦେଶ୍ୟ ସବୁ କିଛି ଆମେ ଜାଣିପାରିବୁ ଆପଣ ଏଟା ବି ଜଷ୍ଟ ଆପଣଙ୍କୁ ଜାଣିବା ପାଇଁ ମୁଁ ତାକୁ ସ୍କ୍ରିନ୍ କରୁଛି ଠିକ ଅଛି ଆମେ ଯାହା ଆମକୁ ଦରକାର ସେ ବିଷୟକୁ ଆମେ ରଖିବା ଏଠି ସେ ଲେଖକର ଉଦ୍ଦେଶ୍ୟ ଏବେ ଏତିକି ସେଠି ଦେବା ବେଶୀ ଲେଖା ଅଛି ଆପଣ ମାନେ ଦେଇଛନ୍ତି ଦେବା ନିମନ୍ତେ ମୁଁ ବହୁତ ଆନନ୍ଦ ଉଠି ଆପଣ ଦେବା ମାଧ୍ୟମରେ ମୁଁ ସବୁ କିଛି ପାଇଲି ବୋଲି ପ୍ରେରିତ ପଉଲ କହୁଛନ୍ତି ଲେଖକର ଉଦ୍ଦେଶ୍ୟ ଓଜି କିଛି ମାଗିବା ପାଇଁ ଲେଖିଛନ୍ତି କି ନହେଲେ ଲାଲସା ଲେଖିଛନ୍ତି କି ବା କୃତଜ୍ଞତା ଜ୍ଞାପନ କରିବାକୁ ଲେଖିଛନ୍ତି କି ସେମାନେ ଉତ୍ସାହିତ କରିବା ପାଇଁ ଏ ପଦ ଗୁଡାକ ବ୍ୟବହାର କରୁଛନ୍ତି କହିବା ହେଲେ ଉତ୍ସାହିତ ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ ଏଟାକୁ ଲେଖୁଛନ୍ତି ଏବେ ସେ ଆମେ ଲେଖକର ଉଦ୍ଦେଶ୍ୟରେ ଜାଣିପାରେ ପ୍ରକୃତ ଅର୍ଥ ପ୍ରଭୁଙ୍କର ଶକ୍ତି ପ୍ରଭୁଙ୍କର ଶକ୍ତିରେ କରିପାରେ ପ୍ରଭୁଙ୍କର ଶକ୍ତିରେ ମୁଁ ମଧ୍ୟ ସବୁ କିଛି କରିପାରେ କଣ ଚମତ୍କାର କାର୍ଯ୍ୟ କରିବା ପାଇଁ ଶକ୍ତି ସବୁ ଅବସ୍ଥାରେ ପରିତୃପ୍ତ ରହିବାର ଶକ୍ତି ସବୁ ଅବସ୍ଥାରେ ସବୁ ସବୁ ଅବସ୍ଥାରେ ଏଇଟା କେବେ ଆସିଲା ମୁଁ ଯେତେବେଳକୁ ବାଇବଲ ଅଧ୍ୟୟନ କରିବା ସମୟରେ ମେସେଜ ପ୍ରିପେୟାର କରିବା ସମୟରେ ବା ଲେଖକର ଉଦ୍ଦେଶ୍ୟ କଣ ବା ପ୍ରକୃତରେ ଏଇ ଶକ୍ତିଶାଳୀ ମୁଁ ବି ହେବି ସବୁ କିଛି କରିବା ପାଇଁ ମୁଁ ସଣ୍ଡେ ସ୍କୁଲରୁ ଏ ବାକ୍ୟକୁ ଶୁଣିକି ଆସୁଛି ପ୍ରାୟ ସମସ୍ତେ ଏ ବାକ୍ୟକୁ କେଉଁ ପରିସ୍ଥିତି ବ୍ୟବହାର କରୁଛନ୍ତି ଚମତ୍କାର କାର୍ଯ୍ୟ କରିବା ପାଇଁ ବ୍ୟବହାର କରୁଛନ୍ତି you can do many wonders with the help of the great God who is so mighty ସେ ଅର୍ଥରେ ହିଁ ପ୍ରଚାରିତ ହେଉଛି ମୁଁ ବି ଅନେକ ଥର ପ୍ରଚାର ବି କରୁଛି ଥରେ ମୁଁ ବ୍ୟକ୍ତିଗତ ଭାବେ ଅନୁସନ୍ଧାନ କରିବା ସମୟରେ ଜାଣିପାରିଲି ଯେ ଏଟା ବଡ ଆଶ୍ଚର୍ଯ୍ୟ କରିବ
କରିବାର ଶକ୍ତି ବିଷୟ ଲେଖା ହେଇନି, ମହାନ ଚମତ୍କାର କାର୍ଯ୍ୟ ବିଷୟରେ ଲେଖା ହେଇନି। କେମିତି ଆମେ ନମ୍ରଚିତ୍ତ ହେଇ ଥିଲେ ବି ଆନନ୍ଦ, ନଥିଲେ ବି ଖୁସି, ସବୁ ଅବସ୍ଥାରେ ମୁଁ କେମିତି ପରିତୃପ୍ତ ଭାବେ ଜୀବନ ଯାପନ କରିପାରିବି ସେ ପ୍ରକାର ଶକ୍ତି ପ୍ରଭୁ ପ୍ରଦାନ କରନ୍ତି। ସେ ଅଛନ୍ତି ଶକ୍ତିଶାଳୀ ପରମେଶ୍ୱର। ସେଟା ଜାଣିଲା ପରେ ସେ ନିଗୂଢ ଅର୍ଥଟା ଆମେ ଜାଣିପାରିଲୁ, ବୁଝିପାରିଲୁ। ଏଟା ଗୋଟେ ହିଡେନ୍ ଟ୍ରୁଥ, ଏରା କହିଛି ଏକ୍ସପୋଜ ହଉଛି ବୋଲେ ଏଟା ହିଡେନ୍ ଟ୍ରୁଥ କଣ ଥିଲା, ସବୁ ଅବସ୍ଥାରେ ବିସ୍ତୃତ ଭାବେ ଜୀବନ ଯାପନ କରିବା ନିମନ୍ତେ ଶକ୍ତି ପ୍ରଦାନ କରନ୍ତି ପ୍ରଭୁ ଯୀଶୁ। ଏଟା ହିଡେନ୍ ଟ୍ରୁଥ। ଏହାକୁ ନ ଜାଣିବାରୁ ପ୍ରଭୁଙ୍କର ଶକ୍ତିରେ ଆମେ ତ ମହାନ କାର୍ଯ୍ୟ କରିପାରୁ, ସେଥିରେ କିଛି ଡାଉଟ ନାହିଁ। ଆମେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରୁ, ଚମତ୍କାର କାର୍ଯ୍ୟ କରିପାରୁ, ସେଥିରେ କିଛି ବି ଡାଉଟ ନାହିଁ। କିନ୍ତୁ ପ୍ରକୃତରେ ଏହି ଅର୍ଥ ଏହାର ପ୍ରମାଣ ନୁହେଁ। ମହାନ କାର୍ଯ୍ୟ କରିବା ପାଇଁ, ଚମତ୍କାର କାର୍ଯ୍ୟ କରିବାର ପ୍ରମାଣ ବା ଆଧାରିତ ବାକ୍ୟ ଏହା ନୁହେଁ। ଏହା ଜାଣିଲା ପରେ ପ୍ରକୃତିରେ ମୁଁ ଉତ୍ସାହିତ ହେଲି। କେମିତି ଉତ୍ସାହିତ ହେଲି? ଥିଲେ ବି ପରିତୃପ୍ତିରେ ରହିପାରିବୁ, ନଥିଲେ ରହିପାରିବୁ, ମୋ ଦ୍ୱାରା ନାହିଁ, ମୋର ପ୍ରଭୁ ମତେ ଶକ୍ତି ଦେବେ। ପ୍ରାର୍ଥନା କରିବା ଆରମ୍ଭ କଲି ଯେତେବେଳେ ଅଭାବ ଥିଲା, ପ୍ରଭୁ ଏ ଅବସ୍ଥାରେ ମତେ ମୁଁ ଆନନ୍ଦ ରହିବା ପାଇଁ ମତେ ଶକ୍ତି ପ୍ରଦାନ କର। ଆମେ ଜୀବନର ଯୁଗରେ ଅଛି, ଆମେ ସବୁ କିଛି ବର୍ତ୍ତମାନ କମ୍ଫର୍ଟ ଆପଣ ମାନେ ଜାଣିଥିବେ, ପ୍ରତ୍ୟେକ 4 wheeler ହଉ 2 wheeler ଆଡଭର୍ଟାଇଜମେଣ୍ଟ ଦେଖନ୍ତୁ, ଜଷ୍ଟ 15 years ପୂର୍ବରୁ ବା 10 years ପୂର୍ବରୁ ଆଡଭର୍ଟାଇଜମେଣ୍ଟ କଣ ଥିଲା, ଆପଣ ଏ ବାଇକ୍ କିଣିଲେ ଅଧିକ ମାଇଲେଜ ପାଇବେ। ଯେତେବେଳେ ହୋଣ୍ଡା ନାହିଁ, ହିରୋ ସିଡି ଡିଲକ୍ସ ବାହାର କରୁଥିଲେ, ସେତେବେଳକୁ କଣ ଆଡଭର୍ଟାଇଜମେଣ୍ଟ ଥିଲା, ସି ଡିଲକ୍ସ ଆପଣ ମାନଙ୍କୁ 80 ମାଇଲେଜ ଦେବ। ଲିଟର पेट्रोल पकाइले आप 80 किलोमीटर ଯାଇପାରେ। 15 ବର୍ଷ 10 ବର୍ଷ ପୂର୍ବରୁ ସବୁ ଆଡଭର୍ଟାଇଜମେଣ୍ଟ ସେମିତି ଥିଲା, ଆପଣ ଏ ଗାଡି କିଣିଲେ ଅଧିକ ମାଇଲେଜ ମିଳିବ। ଆଜି ଦେଖନ୍ତୁ ଆଡଭର୍ଟାଇଜମେଣ୍ଟ ମାଇଲେଜ ର ଉପରେ ନାହିଁ, ସୁବିଧା କମ୍ଫର୍ଟ, এটা ସୁନ୍ଦର ଦେଖାଯିବ, ଭଲ ଦେଖାଯିବ। You can travel with more comfort। କାହିଁକି ସାରା ଯୁଗ ଏକ ଗୋଟେ କମ୍ଫର୍ଟ ଜୋନରେ ହିଁ ଅଛନ୍ତି ବା କମ୍ଫର୍ଟ ଜୋନ ରହିବା ପାଇଁ ଚାହୁଁନ୍ତି। ପ୍ରଭୁଙ୍କର ସେବା କରିବା ଆମେ ସମସ୍ତେ ସବୁ ସମୟରେ ଡିସକମ୍ଫର୍ଟ ଜୋନ ରହିବା ଥିବାକୁ ପଡିବ। ଅଧିକାଂଶ ସମୟରେ ଆମକୁ ବଡ ଚ୍ୟାଲେଞ୍ଜର ବିଷୟ ଗୋଟେ କମ୍ଫର୍ଟ ଜୋନ ଛାଡିକି ଡିସକମ୍ଫର୍ଟ ଜୋନକୁ ଆସିବା ପାଇଁ ଆମକୁ ବହୁତ ଚ୍ୟାଲେଞ୍ଜ। ବିଶ୍ୱାସୀ ହଉ ସେବକ ହଉ ଆଜି ବହୁତ ଚ୍ୟାଲେଞ୍ଜ। ଗତକାଲି ମୁଁ ଚେନ୍ନାଇରେ ସଣ୍ଡେରେ ଗୋଟେ ଚର୍ଚ୍ଚ ମେସେଜ ପାଇଁ ଯାଇଥିଲି, ଡାକିଥିଲି। ସେଥିରେ ମୋର ମେସେଜ ଥିଲା କମ୍ଫର୍ଟ ଜୋନ ଡିସକମ୍ଫର୍ଟ ଜୋନକୁ ଆସନ୍ତୁ, ଏଟା ପ୍ରଭୁଙ୍କର ଆହ୍ୱାନ। ସେମିତି ଥିଲେ ବି ପ୍ରଭୁ ନିମିତ୍ତ ବହୁତ କାର୍ଯ୍ୟ କରିପାରେ, ସେ ସମ୍ପର୍କରେ ମୋର ମେସେଜ ଥିଲା। ସେ ମ୍ୟାରେଜ ସରିଲା ପରେ ସେ ବାଳକ ଲିଟରାଲି କାନ୍ଦିଲେ। କଣ କହିଲେ, ମୋର ମଣ୍ଡଳୀ ଦ୍ୱାରା ଗୋଟେ 3ଟି ସ୍ଥାନରେ ସଣ୍ଡେ ସ୍କୁଲ ନେବାର ସମ୍ଭାବନା ଅଛି। 20ରୁ 30ଟା ପୁଅ ଝିଅ ମାନେ ଆସିବାର ସମ୍ଭାବନା ଅଛି। ମୁଁ ପ୍ଲାଟଫର୍ମ କ୍ରିଏଟ କରୁଛି, ଘର କ୍ରିଏଟ କରୁଛି। ମୁଁ ବାଳକ, ମୋର ବୟସ ପାଖାପାଖି 50 ହେବାରୁ ମୁଁ ଆଉ ଏତିକି ଯାତ୍ରା କରିପାରୁନି, ଅଲଗା ରେସ୍ପନ୍ସିବିଲିଟି ଥିବାରୁ ମୁଁ ଚିଲଡ୍ରେନ୍ ମିଟିଂ କରିପାରୁନି। ଯୁବ ଯୁବତୀ ମାନଙ୍କୁ ମଣ୍ଡଳୀର ବିଶ୍ୱାସ ପାଇଁ ଲକ୍ଷ୍ୟ କରୁଛି ବା ନିମନ୍ତ୍ରଣ କରୁଛି, କେହି ବି ଆଗକୁ ଆସିଲେ ନାହିଁ, କାରଣ ସମସ୍ତେ ଆଉ କମ୍ଫର୍ଟ ଜୋନ ଛାଡି ଡିସକମ୍ଫର୍ଟ ଜୋନ ଆସିବା ପାଇଁ ଇଚ୍ଛା କରୁଥାନ୍ତି। ମଣ୍ଡଳୀ କି ବହୁତ ଆହ୍ୱାନ କଲେ, ଆପଣ ଯେତେବେଳେ ସବୁ ସମୟରେ ଗୋଟେ କମ୍ଫର୍ଟ ଜୋନରେ ରହିବେ, ସୁବିଧା ସୁଯୋଗ ଛାଡିବେ ନାହିଁ, ସୁବିଧା ସୁଯୋଗ ନଥିଲେ ଯିବିନି ବୋଲି ଯଦି ଭାବିଲେ ପ୍ରଭୁ ନିମନ୍ତେ ଯେକୌଣସି କାର୍ଯ୍ୟ କରିବେ ନାହିଁ। ଏହା ଜାଣିଲା ପରେ ମୁଁ ସେ ବିଷୟବସ୍ତୁକୁ ବୁଝିବା ଅଲଗା ପ୍ରକାର ଥିଲା। ଆଜି ଆମର ସମସ୍ୟା ଅଛି, ମଣ୍ଡଳୀ ବିଶ୍ୱାସୀ ମାନଙ୍କର ସମସ୍ୟା ଅଛି, ସବୁ ଅବସ୍ଥାରେ ପରିତୃପ୍ତିରେ ରହିବା ବିଷୟ।
ସବୁ ସୁବିଧା ଥିଲେ ପ୍ରେସ୍ ଦେଲା କିଛି ଅମଙ୍ଗଳ ବିଷୟ ଘଟିଲା କିଛି ମାତ୍ରାରେ ଘଟିଲା ମଧ୍ୟ ଆଉ ବହୁତ ନିରାଶରେ ଜୀବନ ଯାପନ କରୁଛନ୍ତି ବହୁତ ପ୍ରଶ୍ନ ପଚାରିଛନ୍ତି ପ୍ରଭୁଙ୍କ ପାଖରେ କେତେ ବିଶ୍ୱାସକୁ ତାଙ୍କ ବିଷୟରେ ବହୁତ ସନ୍ଦେହ ମଧ୍ୟ ଆସୁଛି ପ୍ରକୃତରେ କଣ ହଉଛି ପ୍ରଭୁ ଶକ୍ତିଦାତା ପରମେଶ୍ୱର ଆମକୁ ଶକ୍ତି ଦିଅନ୍ତି ଦିନହୀନ ଅବସ୍ଥାରେ ମଧ୍ୟ କଷ୍ଟକର ପରିସ୍ଥିତିରେ ମଧ୍ୟ ଏତେ ଅଭାବ ଅସୁବିଧା ଥିଲେ ମଧ୍ୟ ଆମେ ପରିତୃପ୍ତ ଭାବେ ଆନନ୍ଦରେ ଜୀବନ ଯାପନ କରିବା ପାରିବୁ ପ୍ରଭୁ ଶକ୍ତିଶାଳୀ ପରମେଶ୍ୱର ଅଟନ୍ତି ସେ ବିଷୟରେ ଆପଣଙ୍କର ପ୍ରକୃତ ପରିସ୍ଥିତି ଯୋଉ ଘଟଣା ଆମେ ଫିଲିପିଓ 4 ପର୍ବ 10-14 ପାଠ କଲେ ଆପଣ ଜାଣିପାରିବେ ତାର ବ୍ୟାକଗ୍ରାଉଣ୍ଡ କୋଟା ହଉଛି ପାଉଲଙ୍କର ସେବା ନିମନ୍ତେ କେତେଟି ମଣ୍ଡଳୀ ସାହାଯ୍ୟ କଲେ ଅନ୍ୟ କେତେଟି ମଣ୍ଡଳୀ ବିରୋଧ କଲେ ବା ସାହାଯ୍ୟ ସେତିକି ପରିମାଣରେ କରିପାରିଲେ ନାହିଁ ଆପଣ କରିଦିଅ ମଣ୍ଡଳୀ ଯେତେବେଳକୁ ପଉଲ ସେବା କରୁଥିଲେ ସେତେବେଳକୁ ସେମାନଙ୍କ ଠାରୁ କିଛି ଉପକାର ପାଇଲେ ନାହିଁ ସେ ଯେହେତୁ ସେ ତମ୍ବୁ ନିର୍ମାଣକାରୀ ଥିବାରୁ ସେ ଆକିଲା ପ୍ରିସିଲା ସହିତ ଜଡ଼ିତ ହେଇ ତମ୍ବୁ ନିର୍ମାଣ କାର୍ଯ୍ୟ କରୁ 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 ପ୍ରଭୁଙ୍କର ସେବା କରୁଥିଲେ ନିଷ୍ପତ୍ତି ନେଲେ ଯେ ସେମାନଙ୍କ ଠାରୁ କଣ ନେବା ନାହିଁ କିଛି ଆର୍ଥିକ ସାହାଯ୍ୟ ମାଗିବା ନାହିଁ ସେମିତି ଭାବିଲା ବେଳକୁ ତେସଲୋନିକ ମଣ୍ଡଳୀରେ ସେବା କଲା ବେଳକୁ ମଧ୍ୟ ସେ ନିଷ୍ପତ୍ତି ନେଲେ ମୁଁ ଆର୍ଥିକ ସାହାଯ୍ୟ ସେ ମଣ୍ଡଳୀ ଠାରୁ ପାଇବି ନାହିଁ କାହିଁକି ସେମାନେ ପ୍ରାୟ ବହୁତ ଲୋକ ଅଳସୁଆ ଅଛନ୍ତି କାମ ନ କରିକିରି ସେମାନେ ଖାଇବା ପାଇଁ ଚେଷ୍ଟା କରୁଛନ୍ତି ସେ ଯୋଉ ଆଦର୍ଶ ଦେଖା ମଣ୍ଡଳୀ ସେ ପ୍ରଣାଳୀ ବ୍ୟବହାର କରୁଥିଲେ ଫିଲିପ ମଣ୍ଡଳୀ ହଉଛି ସେ ତାଙ୍କର ମଣ୍ଡଳୀ ଭିତରେ ସେବା କରିବା ସମୟରେ ମଧ୍ୟ ସେମାନେ ଆର୍ଥିକ ରୂପେ ପୌଳକୁ ସାହାଯ୍ୟ କରୁଥିଲେ ସେ ମଣ୍ଡଳୀ ତାଙ୍କର ସେବା ସମାପ୍ତ ହେଲା ପରେ ଭିନ୍ନ ମଣ୍ଡଳୀକୁ ଯାତ୍ରା କରିବା ସମୟରେ ମଧ୍ୟ ବା ଭିନ୍ନ ମଣ୍ଡଳୀରେ ଥାଉ ଥାଉ ସେ ସେବା କରିବା ସମୟରେ ମଧ୍ୟ ସେ ମଣ୍ଡଳୀ କଣ କଲେ ତାଙ୍କୁ ପଇସା ବିଷୟରେ ବା ସାହାଯ୍ୟ କରୁଥିଲେ ତାର ପ୍ରମାଣ ଅଛି ଏଟା ତାର ବ୍ୟାକଗ୍ରାଉଣ୍ଡ ତେଣୁକରି ସେମାନେ ଦେବା ନିମନ୍ତେ ଏରା ସେ ଫିଲିପିର ମଣ୍ଡଳୀ ଗାଁରେ ଥିଲା ସେଟା ଯଦି ସେ ମାକେଦୋନିୟ ଦେଶର ବା ସେ ଏରିଆର ସେ ଗୋଟେ ରାଜଧାନୀ ଭଳି ଥିଲା ସେ ୟୁରୋପର ୟୁରୋପ କଣ୍ଟିନେଣ୍ଟ ଭିତରେ ପ୍ରବେଶ କଲା ପରେ ମଣ୍ଡଳୀ ସ୍ଥାପନ ମଣ୍ଡଳୀ ତାଙ୍କର ଦ୍ୱିତୀୟ ଯାତ୍ରାରେ ସ୍ଥାପନ କଲେ ତୃତୀୟ ଯାତ୍ରାରେ 2 ଥର ପରିଦର୍ଶନ କଲେ ସେ ମଣ୍ଡଳୀକୁ ଆଉ ଯେତେବେଳକୁ ରୋମ ନଗରରେ ସେ କାରାଗାରରେ ଥିଲେ ସେତେବେଳେ ମଧ୍ୟ ଥରେ ସାକ୍ଷାତ କରିଥିବାକୁ ଆସିଥିବେ ବୋଲିକିରି ବୁଝା ଯାଉଛି ସମ୍ଭାବନା ବି ଅଛି ବୋଲି ଦେଖା ଯାଉଛି ସେ ମଣ୍ଡଳୀ ଏକ ଆଦର୍ଶ ମଣ୍ଡଳୀ ଥିଲା ମକେଦୋନିୟ ଫିଲିପିଓ ମଣ୍ଡଳୀ ଏକ ଆଦର୍ଶ ମଣ୍ଡଳୀ ଥିଲା ସେକେଣ୍ଡ କରିଦିଏନ୍ସ 8 ପର୍ବକୁ ଯଦି ଆପଣ ପାଠ କରିବେ ତାର ପୁରା ବିବରଣୀ ଆପଣମାନେ ଜାଣିପାରିବେ ଏହା ସବୁ ସେ ବ୍ୟାକଗ୍ରାଉଣ୍ଡ ଟା କେମିତି ଜାଣିଲେ କେତେଟା ବିଷୟ ବାଇବଲରେ ନାହିଁ ସେଇଟା ହଉଛି ଗୋଟେ ମୁଖ୍ୟ ଗାଁ ଗୋଟେ ଆଡମିନିଷ୍ଟ୍ରେଟିଭ ଗାଁ ଗୋଟେ ରାଜଧାନୀ ସ୍ୱରୂପ ଥିଲା ସେଟା ବାଇବଲ ଲେଖା ହବନି କିନ୍ତୁ କମେଣ୍ଟ୍ରିଜ ବହୁତ ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡରେ ଅଛି ବା ବାକି ସବୁ ଆମେ ବାଇବଲରୁ ଜାଣିପାରିବା ତେଣୁକରି ସେ ପୁରା ବ୍ୟାକଗ୍ରାଉଣ୍ଡ ଏହାର ପୁରା ବ୍ୟାକଗ୍ରାଉଣ୍ଡ ଯଦି ପାଠ କରିବେ ଗୋଟେ ପ୍ରେରିତ ମାନଙ୍କର ବିବରଣକୁ ଟିକେ ପାଠ କରିବାକୁ ପଡିବ ସେଟା ଯେତେବେଳକୁ ପ୍ରେରିତ 16 ପଦକୁ ପାଠ କଲେ ସେତେବେଳକୁ ପାଉଲ ଯେତେବେଳେ ଫିଲିପି ମଣ୍ଡଳୀରେ ଥିଲେ ପ୍ରଥମେ ଯେମିତି ସାକ୍ଷାତ କରିଥିଲେ ତାହା ସେଠି ଲେଖା ଅଛି ଏମିତି ବାଇବଲ ଭିତରେ ବା ବାହାରେ ମଧ୍ୟ ଆମେ ଟିକେ ଅନୁସନ୍ଧାନ କରୁ କରୁ ତାର ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ ଜାଣିବାକୁ ପଡିବ ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ ଜାଣିବାର ସମସ୍ୟା କଣ ଅଛି ଆମେ ଯାହା ଜାଣିଛୁ ସବୁ କିଛି କହିବା ପାଇଁ ଆମକୁ ଗୋଟେ ପରୀକ୍ଷା ଆସିବ କେବେ କେବେ ଆମେ ଆଉଟ ଅଫ କଣ୍ଟେକ୍ସଟ ବି ଯାଇପାରୁ ଆମେ ଯାହା ଜାଣିଛୁ ସବୁ କିଛି ଏବେ ମଣ୍ଡଳୀକୁ ବା ବିଶ୍ୱାସୀ ମାନଙ୍କୁ ଶିକ୍ଷା ଦେବା ସମୟରେ କହିବାର ଆବଶ୍ୟକତା ନାହିଁ ଆମେ ସେ ମଣ୍ଡଳୀ ବିଷୟରେ ମଣ୍ଡଳୀରେ ବିଶ୍ୱାସୀ ମାନଙ୍କ ଭିତରେ ପାଉଲଙ୍କର ସେବା ବିଷୟରେ ସେଇ ସମୟର ସମସ୍ୟା ଭିତରେ ସେଇ ସମୟର ଅଭାବ ବିଷୟରେ ଜାଣିବା ପାଇଁ ଏ ବ୍ୟାକଗ୍ରାଉଣ୍ଡକୁ ଆମେ ଅନୁସନ୍ଧାନ କରିବାକୁ ପଡିବ ଯେ ଯାହା ମଣ୍ଡଳୀ ନିମନ୍ତେ ଉପଯୁକ୍ତ
से इनफर्मेशन मात्र कहवा यथेष्ट बाकी सब कहीकि आम समय को कौन करवा नष्ट करवा नहीं प्रत्येक प्रत्येक विषय रे अपने ए प्रहर समय दे प्रस्तुत करवा प्रणाली होची एक्सपोजिटरी सेट ठीक अच्छे प्रश्न पचा नो क्वेश्चन हाँ सर नमस्कार। नमस्कार हाँ एटा तो आपण कहिला भलिया आमे पढ़ुथिबा शुणुथिबा विषय जानिथिले मध्य भूल टीचिंग होथिबा विषय किंतु आउ एमती कौनसी गोटे सहजरे बुझी न हवा विषय ताकू किमती एक्सपोज करी हबो से विषय रे टिके जानिले भी आम पई भल ही थांता। नहीं जाने से शास्त्रांश तो केमती बुझीचु से विषय आम भी उपस्थापन करि पारिबे जा बुझी पारुने आमे तो कहि पारिबोने जेतिकी आपण आमे मु कहबा से तीनोटी पॉइंट हिसाब रे तार मेन उद्देश्य कोन प्रकृतिर अर्थ कोन बा तार पूरापूरी बैकग्राउंड कोन बोली से प्रश्न सहित आपण पढ़ापढ़ी करबा यदि चेष्टा करबे पूरापूरी आपण जानि पारिबे आमे भी सेमती जहाँ बुझीचु सेमती प्रचार करुछि सेटा तो आमे प्रभुंगर दृष्टि रे यहाँ दंड नहीं एटा प्रभुंग दृष्टि रे भूल भी नहीं एबे आमे जेतेबेलकू आमे प्रथम थर बाइबल पढ़िथिलु सेतेबेलु गीत संख्या 23 को अलगा प्रकार बुझिथिलु आज आमे पाठ करिवु गोटे नुआ विषय हमकु लागिवो आसंता काली पाठ करले सेई दिनर समस्या सहित यदि आमे पाठ कले आउ से समस्या को आउ निगुड़त्व उत्तर भी आमे जानि पारे तेनकरी थ्रू एक्सपीरियंस आमे बाइबल को बुझिबा तार इनडेप्थ भी टिके अधिक आसीबो जेमती बुझिबो सेमती का कहि पारे सेतरे किछि सेकंड ओपिनियन नहीं आ सेटा भी भूल बोली कहबा नहीं आमे प्रैक्टिकली कहलो कोन आ जाउछु अधिकांश इनफॉरमेशन आमे निजे बाइबल अध्ययन करी पाइबा परिवर्ते अन्य मानकर मेसेज रु आमे सुनु सुनु आमे जगह रेकॉर्ड कर रखुछु ताहा अधिक समस्ते भल एटा भूल बोली कहि नै प्राय आमे निजे जानिबा निजे जानिबा बा निजे कन्फर्म करबा तार अनुभूति भिन्न जे कहउछोंदी ताके सिद्धि ग्रहण करी बा सेटा उपस्थापन करबा तार अनुभूति भी भिन्न कॉन्फिडेंटली कहि पारे तेनकरी आपण मनकु प्रभु ए प्रवर सुजोग देइछोंदी बाइबल को जेमिति अध्ययन करबा केमति अनुसंधान करबा केमति गभीर भाव रे चिंता करबा और उत्तम रे वाक्य उपस्थापन करबा एरा गोटे दिन रो कार्य नहे धीरे धीरे से रास्ता आज शिखी काली के आपण कोन प्रैक्टिकल अप्लाई करि पाइबे नै अब निराशा हवा भी दरकार नहीं एते दिन पर्यंत एटा जानि पारले भी एमति करबा दरकार नहीं बुझी पारले और धीरे धीरे आपण एटलीस्ट आपण गोट मन पसंद सब्जेक्ट गुड़ाक थी ना मन पसंद वाक्य गुड़ाक थी ताकू टार्गेट रखिकी तार निगड़त्व अर्थ बैकग्राउंड जानी बोलिकी से उद्देश्य रे पढ़ंतु आउ टिके भलो थी अच्छा वो भी हाँ मुझे तो बोलो को 2000
2000 रे मु ओईसीएलटी सेमिनार रे 1 इयर कोर्स रे थिली सेते बेला काका मते बाइबल इंटरप्रिटेशन सब्जेक्ट रे गोटे थिला बिब्लिकल इंटरप्रिटेशन सब्जेक्ट थिला तेरे जानिबा पूर्वरु मोर बाइबल अध्ययन भिन्न प्रकार थिला मोर मेसेज भिन्न प्रकार थिला हाउ टू इंटरप्रेट द बाइबल ए शिक्षा प्राप्त हल्ला परे मोर अंडरस्टैंडिंग अबाउट द बाइबल चेंज हला मो प्रिपेयर करिबार स्टाइल चेंज हला उपस्थापन करिबार स्टाइल भी चेंज हला से पक्का पक्का ऑलमोस्ट 24 इयर्स से प्रकार चेष्टा करी आसुची धीरे धीरे टिके दिन के दिन टिके इम्प्रूवमेंट हेई के आसची बोली मु भी निजे अनुभव करूची ता पूर्वरु मु भी किए मेसेज देले से मेसेज नोट्स करी मोर नोट्स रखिथिबी आउ सेते बळ तो एमति के ऑनलाइन सुविधा नथिला काइट रे टीवी माध्यम रे थिला हमु जो गार थिले से टीवी फैसिलिटी भी सेटा केबल कनेक्शन भी नथिला ओनली रेडियो विश्ववाणी रेडियो द्वारा वाक्य सुनिबार संभावना थिला जे मेसेज रे नोट्स रखिथिलु केबे केबे से नोट्स को आमे चाहिले कोन करिवे व्यवहार करथि समय सुযোগ पाई तापर 100 स्टडी बाइबल बोली गोटे पुस्तक टी मो पाके थिला ताके देखिले 100 sermon alme रेडीमेड sermon थिबो सेतिरु जाओ चित्त सहा में पाची थी आमे संडे स्कूल जुब जुब मान मीटिंग रे आमे जो इनपुट जगह थिला ताहा व्यवहार करी से अनुसार बाइबल अध्ययन कर जेते बोल गोटे सेमिनारी भितर आमे प्रवेश कलु से हमर टीचर्स माने जो शिक्षा देले से शिक्षा प्राप्त हल्ला परे पूरा पूरा पूरी आमे निजे प्रस्तुत करबा आग्रह लागि एटा बेस्ड अपॉन इंटरेस्ट फर्स्ट तार बेस्ट बेस्ट रिजल्ट देखा बारे जे बोले जीत आपको जेना सर बार बार कहते आमे समस्ते ओरे बाइबल कॉलेज स्टूडेंट एवर आमे एक्सप्लोसिव सर्मन माध्यम रे बाइबल शिक्षा पय आमे चेष्टा करिबार अछि फर्स्ट दिन तो से फर्स्ट दिन एक्सप्लोसिव सर्मन नका कहते फर्स्ट कहला आपन भूली जीवे बोली मो लास्ट से कहली क्या केरा सबुट मुख्य अच्छा सर आउ तो आपण पाखरु बोधे अधिक प्रश्न पचारी कि बुझिबार सुजोग आउ थिबो कि नथिबो जानी होउनी ओके ओके आमे जो एक्सपोजिटरी स्टडी बाइबल स्टडी करबा साधारणतः आमको को प्रकार स्टडी बाइबल हेल्प करियो बोली आपनकर स्टडी लाइफ रु अनुमान करछंती मु ये देखा दिबा वीडियो एटा रखुची मो दृष्टि बाइबल नॉलेज डिक्शनरी रखुची एटा डिक्शनरी ना हां बाइबल नॉलेज डिक्शनरी बोली के बहुत स्टैंडर्ड बोइटा सेटा जेते ओसी तेतिल सेते बेले कि प्राय 24 इयर्स मो पकरे सेटा अछि सेटा एटा रेफर करबी आ गोटे बाइबल अछि लाइफ एप्लीकेशन कमेंट्री बाइबल सेटा मु मोर क्वाइट टाइम जेते बेले मु निर्भर समय पालन करबी प्रतिदिन सेते बेले फर्स्ट पढिबी नै फर्स्ट मोर निजर आइडिया जानिया पाई मु निजे याको अनुसंधान करी एटिके तार पॉइंट लिखि देबी बड़े जस्ट 20 to 25 मिनिट्स प्रतिदिन बाइबल अध्ययन करबी मो निजर पॉइंट लिखला परे से कमेंट्री की रेफर करबी से कमेंट रेफर कला बेलू केबे केबे भूल बुझीथिबी बा केतेरा विषय छाड़ी थी ताहा जानिबाकू होउची ले प्रथमे बाइबल कमेंट पढ़ले हम निजर चिंताधारणा आसीबा परिवर्ते से बहिर चिंताधारणा आसी पहुंची जाउची तापरे व्हाट द बाइबल सेज ऑल अबाउट बोली गोटे बही होची इंग्रजी रे ताहा भी मु रखुची तापरे बाइबल कैलेंडर गोटे होची गोटे ये सब कुछ होची रे चारटा बही की प्राय ये करची ओडिया रे आपन को से कमेंट्री गोटे होची तापरे बाइबल टीका बोली गोटे होची तापर 100 स्टडी बाइबल मध्ये ओडिया दिया होची
100 study Bible, 100 Bible lesson. बस सर टॉपिकल बाइबल टीकाଟା हिसाବରେ ନୂତନ ବହୁତ ନିୟମରେ ଅଛି ବେଷ୍ଟ ସାର୍। ଦିଦି। ବାଇବଲ ଟୀକା ନୂତନ ନିୟମର